ଜଗନ୍ନାଥ ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏ ପ୍ରକୋଷ୍ଠ ମଧ୍ୟକୁ ପୁନର୍ବାର ସ୍ୱାଗତ। ପିଲାମାନେ ଆଜି ଆମେ ଦଶମ ଶ୍ରେଣୀ ସଂସ୍କୃତ ସାହିତ୍ୟ ମଞ୍ଜରୀର ଏକାଙ୍କିକା ବିଭାଗ ଶିଶୁ ବାତ୍ସଲ୍ୟମ୍ ଅଧ୍ୟୟନ କରିବା। ପିଲାମାନେ କାଳିଦାସଙ୍କ କଥା ତମେ ଜାଣିଥିବ। କାଳିଦାସ ମହାକବି, ଅନେକ କାବ୍ୟ, ନାଟକ, ଗଳ୍ପ, ଅଭିଜ୍ଞାନ ଶାକୁନ୍ତଳମ୍ ଭଳିଆ ନାଟକ ସେ ରଚନା କରିଛନ୍ତି। ତାଙ୍କ ବିଷୟରେ ଗୋଟେ ବଢିଆ ଶ୍ଲୋକଟେ ପିଲାମାନେ ଅଛି। ପୁରା କବିନାମ ଗଣନା ପ୍ରସଙ୍ଗେ କନିଷ୍ଠିକାଧିଷ୍ଠିତ କବି କାଳିଦାସଃ ଅଦ୍ୟାପି ତତ୍ତୁଲ୍ୟ କବେଃ ଅଭବାତ୍ ଅନାମିକା ସାର୍ଥବତୀ ବଭୂବ। ପିଲାମାନେ ଆମେ ଗଣତି କଲାବେଳେ ପ୍ରଥମେ କନିଷ୍ଠିକା ବା କାଣି ଆଙ୍ଗୁଠି ଠାରୁ ଗଣନା କରୁ। ଥରେ ସବୁ କବିମାନେ ବସିକିରି କବିମାନଙ୍କ ନାଁ ମନେ ପକେଇଲେ। ସେତେବେଳେ ସମସ୍ତେ ଆଗ କାଳିଦାସଙ୍କ କଥା କହିଦେଲେ, କିନ୍ତୁ ଦ୍ୱିତୀୟ କବି କହିଲା ବେଳକୁ ସମସ୍ତେ ସ୍ଥିର ହେଇ ରହିଲେ, ମାନେ ମନେ ପକେଇଲେ। ତେଣୁ ଆମର ଯୋଉ ଅନାମିକା ଆଙ୍ଗୁଠିଟି ଅଛି ସେଇଠି ତା ନାଁକୁ ସାର୍ଥକ କରିଛି ବୋଲି ସେ ଶ୍ଲୋକଟିରେ କୁହାଯାଇଛି। ତେଣୁ କାଳିଦାସଙ୍କୁ ଜଣେ ବହୁତ ଉଚ୍ଚକୋଟିର ସ୍ଥାନ ଦିଆଯାଇଛି। ସେ କେବଳ ଆମର ଓଡ଼ିଶାରେ ନୁହେଁ, ସମଗ୍ର ବିଶ୍ୱରେ ସେ ମହାକବି ରୂପରେ ପରିଚିତ। ତାଙ୍କରି ଏଇ ଯୋଉ ଏକାଙ୍କିକା ଆମେ ପଢିବା ଆଜି ଶିଶୁ ବାତ୍ସଲ୍ୟମ୍। ପ୍ରଥମେ ଆଗ ତାଙ୍କ ସମ୍ପର୍କରେ କିଛି ଉପମା, ସେ ତ ଉପମା କାଳିଦାସ ଅଛି। କାଳିଦାସଙ୍କର ସମସ୍ତ କାବ୍ୟରେ ଉପମା ଅଳଙ୍କାର ଭର୍ତ୍ତି। ତାହେଲେ ସେଇଭଳି ଜଣେ କବିଙ୍କର ଆମେ ଏଇ ଯୋଉଟି ପଢିବା, ତାଙ୍କ ବିଷୟରେ ଆଗ କିଛି ଜାଣିବା ଏଇ ଉପକ୍ରମରୁ। ଦେଖ, ଲେଖା ହେଇଛି କବିକୁଳ ଲଲାଟ ମୁକୁଟମଣି। ପ୍ରଥମରେ ଆଗ ଅଛି କବିକୁଳ। କବିକୁଳ କହିଲେ କବି ବଂଶର, ମଥାର ମୁକୁଟମଣି ସଦୃଶ ହେଲା କାଳିଦାସ। ତେଣୁ କାଳିଦାସ ହଉଛନ୍ତି ଜଣେ ମୁକୁଟମଣି ପରି କବି କୁଳର। ଦେଖ ପିଲାମାନେ, ମଣି ଯେପରି କଣ କରେ ନା ମଥାରେ ଲଗାଇଲେ ତା ଶରୀରର ଟିକେ ଉତ୍କର୍ଷତା ପ୍ରକାଶ କରେ, ଟିକେ ସୁନ୍ଦରତା ପ୍ରକାଶ କରେ। ତେଣୁ କବି ମାନଙ୍କ ଭିତରେ କାଳିଦାସଙ୍କର ସ୍ଥାନ ଏପରି ଯେପରି ମଥାର ମୁକୁଟମଣି। ତେଣୁ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି ସେ କବି କୁଳର। ସେଇ କାଳିଦାସ ସମଗ୍ର ବିଶ୍ୱରେ ମହାକବି ରୂପେଣ, ମହାକବି ଭାବରେ ସର୍ବେ ଅଦ୍ୟାପି ସ୍ୱୀକ୍ରିୟତେ। ସର୍ବେ ହିଁ ଯୁକ୍ତ ଅଦ୍ୟ ଯୁକ୍ତ ଅପି। ସର୍ବେ ହିଁ କହିଲେ ସମସ୍ତଙ୍କ ଦ୍ୱାରା, ଅଦ୍ୟ ମାନେ ଆଜି, ଅପି ମାନେ ମଧ୍ୟ। ସ୍ୱୀକ୍ରିୟତେ ସ୍ୱୀକୃତି ପ୍ରାପ୍ତ ହୋଇଛନ୍ତି ହେଲା। ତାହେଲେ ସମସ୍ତେ ତାଙ୍କୁ ମହାକବି ଭାବରେ କଣ କରିଛନ୍ତି? ସ୍ୱୀକାର କରିଛନ୍ତି। ମହାକବେ ହେ କାଳିଦାସସ୍ୟ, ଏହି ମହାନ କବି କାଳିଦାସଙ୍କର ହେଲା। ମହାକବେ ହେ କାଳିଦାସସ୍ୟ, ତାହେଲେ କୋଉ ବିଭକ୍ତି ହେଇଛି? ଷଷ୍ଠୀ ବିଭକ୍ତି ହେଇଛି। ମହାକବି କାଳିଦାସଙ୍କର ଅନନ୍ୟ ପ୍ରତିଭାୟା, ଅନନ୍ୟ ନ ଅନ୍ୟ, ଅନନ୍ୟ ଅର୍ଥାତ୍ ଅସାଧାରଣ ଜ୍ଞାନ ଦ୍ୱାରା ରଚିତେଷୁ କାବ୍ୟେଷୁ, ରଚନା କରାଯାଇଥିବା କାବ୍ୟ ମାନଙ୍କ ମଧ୍ୟରେ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକଟି ରମ୍ୟତ୍ୱାତ୍ ଅର୍ଥାତ୍ ରମଣୀୟ ହେତୁରୁ, ଆନନ୍ଦଦାୟକ ହେତୁରୁ ସର୍ବଜନ ମାନେ ସବୁ ଲୋକଙ୍କର ଆଦୃତମ୍ ଆଦରଣୀୟ ହୋଇଛି। ଭବତି ଅସ୍ୟ ନାଟକସ୍ୟ, ଏଇ ନାଟକଟିର, କୋଉ ନାଟକ? ଅଭିଜ୍ଞାନ ଶାକୁନ୍ତଳମ୍। ଏଇ ନାଟକର ସପ୍ତମ ଅଙ୍କରେ ଥିବା ଦୃଶ୍ୟମ୍ ଏକମ୍, ଗୋଟିଏ ଦୃଶ୍ୟମ୍ ଯୁକ୍ତ ଏକମ୍ ଭବତି ରୂପକମ୍ ଇଦମ୍। ଭବତି କହିଲେ ଅଟେ, ଇଦମ୍ ରୂପକମ୍ ଏଇ ରୂପକଟି। ତାହେଲେ ଏଇ କଣ ଶିଶୁ ବାତ୍ସଲ୍ୟମ୍ ଏକାଙ୍କିକାଟି ସେଇ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକର ସପ୍ତମ ଅଙ୍କରେ ଥିବା ଗୋଟିଏ ଦୃଶ୍ୟ। ମହାକବି, ଏଇ ଯୋଉ ମହାକବି କାଳିଦାସ, ରୂପକେ ଯୁକ୍ତ ଅସ୍ମିନ୍, ଏଇ ରୂପକରେ ବିଷୟାଧିକରଣ ସପ୍ତମୀ। ଶିଶୋଃ ଅର୍ଥାତ୍ ଶିଶୁର, ଶେଷ ଷଷ୍ଠୀ। ହଟସ୍ୟ, ହଟ କହିଲେ ଜିଦ୍, ଶିଶୁର ଜିଦ୍ ଆଉ ମାଧୁର୍ଯ୍ୟମ୍ ମଧୁରତା। ସେଇ ଯୋଉ ଜିଦ୍ ସେ ଜିଦ୍ ଟା ଗୋଟେ ଏତେ ସୁନ୍ଦର ମଧୁର, ଯାହାକି ହୃଦୟକୁ କଣ କରିବ? ମୋହି ନବ। ତଥା ଅପ୍ରତ୍ୟାଶିତ ରୂପେଣ, ଅପ୍ରତ୍ୟାଶିତ କହିଲେ ହଠାତ୍ ପିତ୍ରା ସହ ପୁତ୍ରସ୍ୟ ମିଳନମ୍, ପିତାଙ୍କ ସହିତ ପୁତ୍ରର ସାକ୍ଷାତ ମିଳନମ୍ ବର୍ଣ୍ଣୟିତ୍ୱା ବର୍ଣ୍ଣନା କରି, ହୃଦୟରେ
ସ୍ଥାନାଧିକରणे ସପ୍ତମୀ। ବାତ୍ସଲ୍ୟମ୍ ଜନୟିତୁମ୍, ବାତ୍ସଲ୍ୟମ୍ ସ୍ନେହ ବତ୍ସଳତା ନାଇଁ, ଜନୟିତୁମ୍ ସୃଷ୍ଟି କରିବା ପାଇଁ, ଚେଷ୍ଟମାନଃ ଚେଷ୍ଟ ଯୁକ୍ତ ସାନଚ୍ ଚେଷ୍ଟା କରିଛନ୍ତି, ସାର୍ଥକ ଅଭୂତ ସାର୍ଥକ ବି ହୋଇଛନ୍ତି। ତେଣୁ କାଳିଦାସଙ୍କର ଏଇ ରୂପକରେ କଣ ପ୍ରୟାସ ଅଛି, କଣ ଚେଷ୍ଟା କରିଛନ୍ତି ସେ ବର୍ଣ୍ଣନା କରିବା ପାଇଁ? ନା ଶିଶୁର ଗୋଟେ ଛୋଟ ଶିଶୁର ଫଟୋ ବା ଜିଦ୍, ଯୋଉଟା କି ଅତ୍ୟନ୍ତ ସୁନ୍ଦର ଏବଂ ହଠାତ୍ ପିତା ସହ ପୁତ୍ରର ମିଳନ। ଗପଟିକୁ ତ କହିଦେଲେ ପିଲାମାନେ ଆଗ୍ରହ ଲାଗିବନି, ତେଣୁ ପଢିଲେ ଆମେ ଯେତେ ଭିତରକୁ ଯିବା ସେତେ ଅଧିକ ଅଧିକ ଯୋଉ ରସ, ଯାହାକୁ କହନ୍ତି ସାହିତ୍ୟର ରସ, ରସ ତୁମେ ଆସ୍ୱାଦନ କରିବ ଏବଂ ଭଲ ବି ତୁମକୁ ଲାଗିବ। ତାହେଲେ ଦେଖ ପରିସ୍ଥିତି ବା ପରିବେଶ କେମିତି ହେଇଛି। ତ ଗୋଟେ ବନାଞ୍ଚଳ ଏବଂ ସେଠି ହେଇଛି କଣ, ଗୋଟିଏ ଆଶ୍ରମ ଭିତରେ ବଗିଚାରେ କଣ ଗୋଟିଏ ବାଳକ ଏବଂ ତା ସହିତ 2 ଜଣ ତପସ୍ୱିନୀ ଅଛନ୍ତି। କଣ ହେଇଛି ଦେଖ, କେମିତି ବର୍ଣ୍ଣନା କରାଯାଇଛି। ତତଃ ପ୍ରବିଶତି ତପସ୍ୱିନୀଭ୍ୟାଂ ସହ ବାଳଃ। ତତଃ କହିଲେ ତାହାପରେ। ଅଭିଜ୍ଞାନ ଶାକୁନ୍ତଳମରୁ ଏଇଟା ଆସିଛି, ସପ୍ତମ ଅଙ୍କର ଗୋଟିଏ ଦୃଶ୍ୟ। ତେଣୁ ଆ ପୂର୍ବରୁ କିଛି ଅଂଶ ଅଛି, ପରେ ମଧ୍ୟ କିଛି ଅଂଶ ଅଛି। ତେଣୁ ଆରମ୍ଭ ହେଲା ଆଗ କଣ, ତତଃ। ତତଃ କହିଲେ ତାହାପରେ। ପ୍ରବିଶତି ଅର୍ଥାତ୍ ପ୍ରବେଶ କରିଛନ୍ତି, ତପସ୍ୱିନୀଭ୍ୟାମ୍ 2 ଜଣ ତପସ୍ୱୀ, ସହ ବାଳଃ ଏଠି ସହଯୋଗରେ ତପସ୍ୱିନୀଭ୍ୟାମ୍ ହେଲା ତୃତୀୟା ବିଭକ୍ତି। ତାହେଲେ 2 ଜଣ ତପସ୍ୱିନୀଙ୍କ ସହିତ ଗୋଟେ ଶିଶୁ ପ୍ରବେଶ କରିଛି, ନାଇଁ କି? ତାହେଲେ କୋଉଠିକି ନା ଯୋଉ ଅରଣ୍ୟ ମଧ୍ୟରେ, ଯୋଉ କଣ ଋଷି ଆଶ୍ରମର ଥିବା ବଗିଚା ମଧ୍ୟରେ। ତାହେଲେ ସେଠି ଗୋଟେ ଛୋଟିଆ ସିଂହଟିଏ ବସିଛି, ସିଂହ ଶିଶୁ। ବାଳଃ ପିଲାଟି ଦେଖିଛି, ବାଳଃ ଅର୍ଥାତ୍ ପିଲାଟି। ଚୁମ୍ଭସ୍ୱ ସିଂହ, ଦେଖ ସିଂହଟି କଣ କରୁଛି, ସିଂହ ଶିଶୁଟି ହାଇ ମାରୁଛି। ତାକୁ ଦେଖିକି ବାଳକଟି କହୁଛି ଜୁମ୍ଭସ୍ୱ ସିଂହ, ଜୁମ୍ଭସ୍ୱ ସିଂହ ସମ୍ବୋଧନେ ପ୍ରଥମା। ତାହେଲେ କହୁଛି ଆରେ ହାଇ ମାରୁଥିବା ସିଂହ ହାଇ ମାରୁଛୁ। ଦନ୍ତାନ୍ତେ ଗଣଇଷ୍ୟାମି, ଦନ୍ତାନ୍ ଦାନ୍ତ ଗୁଡ଼ିକୁ, ତେ କହିଲେ ତୁମର ବା ତୋର, ଗଣଇଷ୍ୟାମି ଗଣିବି। ନାଇଁ, ପିଲାଟି ତାହେଲେ ସିଂହକୁ ଦେଖି କହୁଛି ଓହୋ ତୁ ହାଇ ମାରୁଛୁ ନା, ଚାଲ ତ ଦାନ୍ତ ଗୁଡାକ ଗଣିଦବା ଟିକେ, ତ ଦାନ୍ତକୁ ମୁଁ ଗଣିବି। ଏତିକି ବେଳେ ପ୍ରଥମ ତପସ୍ୱୀ କଣ କହିଲା ଦେଖ, ତପସ୍ୱିନୀ ଅବିନୀତ। ଯେତେବେଳେ ସେ ଯାଇକି ସିଂହ ଶିଶୁର ଦାନ୍ତକୁ ଗଣିବା ପାଇଁ ତା ଓଠକୁ ଧରିଲା, ସେତେବେଳେ ଇଏ କଣ କହିଲା, ଅବିନୀତ। ଅବିନୀତ କହିଲେ ପିଲାମାନେ ସମାସ କଲେ ହବ ନ ବିନୀତ, ନ ତତ୍ପୁରୁଷ ସମାସ ଅର୍ଥାତ୍ ଦୁଷ୍ଟ ହେଲା। ଆରେ ଦୁଷ୍ଟ, କିଂ ମାନେ କାହିଁକି ବା କଣ, ନୋପତ୍ୟ ନିର୍ବିଶେଷାଣି ସତ୍ୱାନି ପୀଡ଼ୟସି। ନୋ ଯୁକ୍ତ ଅପତ୍ୟ ଯୁକ୍ତ ନିର୍ବିଶେଷାଣି, ପିଲାମାନେ ଅପତ୍ୟ ମାନେ ସନ୍ତାନ, ନୋ ମାନେ ନିଶ୍ଚିତ ଭାବରେ, ନିର୍ବିଶେଷାଣି ମାନେ ନିର୍ବିଶେଷରେ, ସତ୍ୱ କହିଲେ ପଶୁ। ତାହେଲେ ନିର୍ବିଶେଷରେ ରହିଯାଇଥିବା ଏଇ ଯୋଉ ଛୋଟ ଶିଶୁ, ପଶୁ ଶିଶୁଟିକୁ କାହିଁକି ପୀଡ଼ୟସି, ପୀଡ଼ୟସି ମାନେ ପୀଡ଼ା ଦଉଛୁ। ତାମାନେ ସେଠି ତାର ମା ବାପା ସିଂହ କେହି ନାହାନ୍ତି, ଛୋଟ ଶିଶୁଟି ରହିଯାଇଛି। ସେଥିପାଇଁ ପ୍ରଥମ ତପସ୍ୱୀ କହିଲା ଯେ ଯୋଉ ନିର୍ବିଶେଷରେ ରହିଯାଇଥିବା ଏଇ ଛୋଟ ଶିଶୁଟିକୁ ତୁ କାହିଁ ପୀଡ଼ା ଦଉଛୁ। ହନ୍ତ ମାନେ ଆରେ ହେଲା, ସମ୍ବୋଧନ ପ୍ରଥମା। ବର୍ଦ୍ଧତେ ତେ ସରବଃ, ବର୍ଦ୍ଧତେ ମାନେ ବଢି ଯାଉଛି, ତୋର ଦୁଷ୍ଟାମି ବଢି ଯାଉଛି। ସରଭ ମାନେ ତାର କଣ, ଦୁଷ୍ଟାମି। ସ୍ଥାନେ ଖଳୁ, ସ୍ଥାନେ ମାନେ ସ୍ଥାନରେ, ଏଇ ସ୍ଥାନରେ, ଖଳୁ ମାନେ ନିଶ୍ଚିତ ଭାବରେ, ଋଷି ଜନେନ ଋଷିଙ୍କ ଦ୍ଵାରା, ସର୍ବଦମନ ଇତି କୃତମ ନାମଧେୟମ୍ ହେଲା। ତାହେଲେ କଣ କହିଲା, ଏହି ସ୍ଥାନରେ ଋଷିଙ୍କ ଦ୍ଵାରା ସର୍ବଦମନ ବୋଲି କୃତମ କରାଯାଇଛି, ତେ ନାମଧେୟମ୍ ତୋର ନାମକରଣ। ତାହେଲେ କହିଲା ଯେ ସେଇଥିପାଇଁ ତୋ ଋଷି ତୋ ନାଁ ରଖିଛନ୍ତି କଣ, ସର୍ବଦମନ। ଆଉ ପିଲାମାନେ ସର୍ବଦମନ ମାନେ କଣ, ସର୍ବମ୍ ଦମୟତେ ଯହ, ସମସ୍ତଙ୍କୁ ଯିଏ ଦମନ କରେ, ନାଇଁ, ତାଙ୍କୁ କଣ ନିଚ କରିପାରେ। ତାହେଲେ ପିଲାଟିର ନାଁ କଣ ତାହେଲେ ବୁଝିଲ, ସର୍ବଦମନ। ନାଇଁ, ତାହେଲେ ଋଷି ଜନ ମାନେ ଏଠି ସେଇଥିପାଇଁ କି ତୁମ ନାଁ କରିଛନ୍ତି ସର୍ବଦମନ। ଆଉ ଦ୍ୱିତୀୟା, ଏସା ଖଳୁ କେଶରିଣୀ ତ୍ୱାମ୍ ଲଙ୍ଘୟିଷ୍ୟତି ଯଦି ଏତସ୍ୟାଃ ପୁତ୍ରକମ୍ ନ ମୁଞ୍ଚସି। ହେଲା, ଦ୍ୱିତୀୟ ତପସ୍ୱିନୀ କହିଲା ଏସା ଖଳୁ କେଶରିଣୀ, ପିଲାମାନେ କେଶରିଣୀ ମାନେ କଣ, ସିଂହୀ। ତାହେଲେ କେଶରୀ
ତାର ସ୍ତ୍ରୀଲିଙ୍ଗ ହେଲା କେଶରିଣୀ। ସିଂହ ତାହେଲେ ସିଂହୀ ସିଂହୀ ଏସା ଏହି ସିଂହୀ ଫଳୁ ମାନେ ନିଶ୍ଚିତ ଭାବରେ ତ୍ୱାମ୍ ଲଙ୍ଘୟିଷ୍ୟତି ତୁମକୁ କଣ କରିବ? ଆକ୍ରମଣ କରିବ। ଯଦି ଏତସ୍ୟାହା ପୁତ୍ରକମ୍ ନ ମୁଞ୍ଚସି, ଯଦି କହିଲେ ସେଇ ଯଦି ଏତସ୍ୟାହା ପୁତ୍ରକମ୍ ଏହାର ଶିଶୁପୁତ୍ରକୁ ନ ମୁଞ୍ଚସି, ଯଦି ଏହାର ଶିଶୁପୁତ୍ରକୁ ନ ଛାଡ ତାହେଲେ ସିଂହୀ କଣ କରିବ? ତୁମକୁ ଆକ୍ରମଣ କରିବ। ବାଳଃ ସସ୍ମିତମ୍, ଆଉ କିଏ ପିଲା ହେଇଥିଲେ କଣ ହେଇଥାନ୍ତା? ପିଲେ ଡରି ଯାଇଥାନ୍ତା। ଇଏ କିନ୍ତୁ କଣ କଲା? ସସ୍ମିତମ୍। ସସ୍ମିତମ୍ କହିଲେ ସ୍ମିତେନ ସହ ବର୍ତ୍ତମାନମ୍, ସହାର୍ଥେ ବହୁବ୍ରୀହି, ତାହେଲେ ଅଳ୍ପ ହସି ହେଲା। ଆଉ ବିଭକ୍ତି ନିର୍ଣ୍ଣୟ କଲେ ହେବ କ୍ରିୟା ବିଶେଷଣ ଦ୍ୱିତୀୟା। ଓହୋ, ଓହ ମାନେ ହଁ, ବଳୀୟଃ ଖଳୁ ଭୀତସ୍ମି, କଣ କହିଲା? ବଳୀୟଃ ମାନେ ସେ ଭାରି ବଳବାନ, ଖଳୁ ମାନେ ନିଶ୍ଚିତ ଭାବରେ ବଳବାନ, ଭୀତସ୍ମି ସନ୍ଧି ବିଚ୍ଛେଦ କର, ଭୀତଃ ଯୁକ୍ତ ଅସ୍ମି ମାନେ ମୁଁ ଡରି ଯାଉଛି, ବୁଝିଲା? ସେ ଏମିତି ବଳବାନ, ମୁଁ ତାକୁ ଡରି ଯାଉଛି। ଇତ୍ୟଧରମ୍ ଦର୍ଶୟତି, ଏହା କହିକି ସିଂହ ଶିଶୁଟିକୁ ଛାଡିବ କଣ? ବରଂ ଇତି ଯୁକ୍ତ ଅଧରମ୍ ଦର୍ଶୟତି, ତା ବୋଲି ତାର ଅଧରକୁ ମାନେ ତଳ ଓଠକୁ କଣ କଲା? ଭିଡିକି ଦେଖାଇଲା। ଏହା ଭିତରେ ପ୍ରଥମ ତପସ୍ୱୀ କହିଲା ବତ୍ସ, କହିଲା ହେ ପୁଅ, ଏନମ୍ ବାଳ ମୃଗେନ୍ଦ୍ର ମୁଞ୍ଚ, କହିଲା ଏଇ ଛୋଟ ଶିଶୁ ସିଂହ ଶିଶୁଟିକୁ ମୁଞ୍ଚ ମାନେ ଛାଡି ଦିଅ। ଅପରମ୍ ତେ କ୍ରୀଡ଼ନକମ୍ ଦାସ୍ୟାମି, ଅପରମ୍ କହିଲେ ଅନ୍ୟ ଏକ, ତେ ମାନେ ତୁମକୁ, କ୍ରୀଡ଼ନକମ୍ କହିଲେ ଖେଳଣା, ଦାସ୍ୟାମି ମାନେ ଦେବି, ତାହେଲେ ଆକୁ ଛାଡି ଦିଅ, ମୁଁ ତମକୁ ଗୋଟେ ଅନ୍ୟ ଖେଳଣା ଦେବି। ବାଳଃ କୁତ୍ର, ବାଳକଟି ପଚାରିଲା କୋଉଠାରେ ଅଛି? ଦେହି ତତ୍, ତାକୁ ଦିଅ ହେଲା। ଦେହି ମାନେ ଦିଅ, ତତ୍ ମାନେ ତାହା, ହେଲା କୋଉଠି ଅଛି? ଦିଅ ତାକୁ। ଇତି ହସ୍ତମ୍ ପ୍ରସାରୟତି, ଏହା କହି ଇତି ମାନେ ବୋଲି, ହସ୍ତମ୍ ପ୍ରସାରୟତି ହାତକୁ ବଢାଇ ଦେଲା। ଆଚ୍ଛା, ଦ୍ୱିତୀୟା, ତ ପ୍ରଥମ ଜଣକୁ ତ ଏମିତି କହିକିରି ହାତ ବଢେଇଲା, ତେଣୁ ଦ୍ୱିତୀୟ ଜଣକ କଣ କହିଲା? କହିଲା ସୁବ୍ରତେ, ମାନେ ତାହେଲେ ପ୍ରଥମ ତପସ୍ୱିନୀ ନାଁ କଣ? ସୁବ୍ରତା, ତାର ସ୍ତ୍ରୀ ସମ୍ବୋଧନ ରହୁଛି ସୁବ୍ରତେ। କହିଲା ସୁବ୍ରତେ ସମ୍ବୋଧନ ପ୍ରଥମା, ତାହେଲେ ନ ଶକ୍ୟ ମାନେ ତମେ ପାରିବ ନାହିଁ, ଏସ ମାନେ ଏହାକୁ, ବାଂ ମାତ୍ରେଣ, ବାକ୍ କହିଲେ କଥା, କଥା ମାତ୍ରରେ ତମେ ଏହାକୁ ପାରିବ ନାହିଁ। ବିରମୟିତୁମ୍ ମାନେ ଛଡାଇ ଦେବା ପାଇଁ, ତମେ ତାକୁ ଏଇ କଥା ଦ୍ଵାରା ତାକୁ ଛଡାଇ ପାରିବ ନାହିଁ ସିଂହ ଶିଶୁଟିକୁ। ଗଚ୍ଛତ୍ୱମ୍ କହିଲେ ଯାଅ ତୁମେ, ମଦୀୟ ଉଟଜେ, ମୋ ଉଟଜରେ, ଉଟଜ ମାନେ କୁଡିଆ, ନାଇଁ ତା କୁଡିଆ ଘର, ସାଧାରଣତଃ ମୁନି ଋଷି ମାନେ କୁଡିଆରେ ହିଁ ରହନ୍ତି। କହିଲା ମଦୀୟ ଉଟଜେ, ମୋ ଉଟଜରେ ବା କୁଡିଆରେ, ବର୍ଣ୍ଣଚିତ୍ରିତ ମୃତ୍ତିକା ମୟୂରଃ ତିଷ୍ଠତି, କହିଲା ମୋ କୁଡିଆରେ ବର୍ଣ୍ଣ ଚିତ୍ରିତ ମାନେ ଚିତ୍ର ବିଚିତ୍ର ହେଇଥିବା ମୃତ୍ତିକା ମୟୂରଟିଏ ତିଷ୍ଠତି ମାନେ ଅଛି। ତମ୍ ମାନେ ତାକୁ, ଅସ୍ୟ ଉପହର, ତମ୍ ଅସ୍ୟ ଉପହର, ଅର୍ଥାତ ତମ୍ କହିଲେ ତାକୁ, ମାନେ ସେ ଯୋଉ ମୃତ୍ତିକା ମୟୂରଟିକୁ, ଅସ୍ୟ ମାନେ ଏହାକୁ, ଉପହାର ମାନେ ଉପହାର ଦିଅ, ହେଲା। ତାମାନେ ତାକୁ ଆଣିକି ଆକୁ ଦିଅ, ସେ ସିଂହ ଶିଶୁଟିକୁ ଛାଡିଦବ। ପ୍ରଥମା ତଥା, ପ୍ରଥମ ଜଣକ କହିଲା ତଥା ମାନେ ହଉ, କହି ନିଷ୍କ୍ରାନ୍ତା ମାନେ ଇତି ନିଷ୍କ୍ରାନ୍ତା, ଗଲା। କୋଉଠିକି ଗଲା ତାହେଲେ? ନା କୁଡିଆକୁ ଗଲା ଆଣିବା ପାଇଁ ସେ ଯୋଉ କଣ ମୃତ୍ତିକା ମୟୂରଟିକୁ। ବାଳଃ, ଯେମିତି ସେଇ ମୃତ୍ତିକା ମୟୂରଟିକୁ ଶିଶୁଟି ଦେଖିଲା, କହିଲା ଅନେନେଇବ ତାବତ୍ କ୍ରୀଡିଷ୍ୟାମି, ଅନେନେଇବ ସନ୍ଧି ବିଚ୍ଛେଦ କରିଦବା, ଅନେନ ଯୁକ୍ତ ଏବ, କହିଲା ଏହାରି ଦ୍ଵାରା, ଅନେନ ମାନେ ଏହା ଦ୍ଵାରା, ଏହାରି ଦ୍ଵାରା ହିଁ ତାହେଲେ ଖେଳିବି, ବୁଝିପାରୁଛ? ଅନେନ ମାନେ ଏହା ଦ୍ଵାରା, ଏବ ମାନେ ହିଁ, ତାବତ୍ ମାନେ ତାହେଲେ, କ୍ରୀଡିଷ୍ୟାମି ମାନେ ଖେଳିବି, କହିଲା ଏହାରି ଦ୍ଵାରା ଖେଳିବି। ଇତି ତପସ୍ୱୀମ୍ ବିଲକ୍ଷ୍ୟ ହସତି, ହେଲା। ଇତି କହିଲେ ଏହିପରି କହି, ତପସ୍ୱୀମ୍ ବିଲକ୍ଷ୍ୟ, ସେ ଯୋଉ ତପସ୍ୱିନୀ ଦୁଇ ଜଣଙ୍କୁ ଦେଖି, ବିଲକ୍ଷ୍ୟ କହିଲେ ଦେଖି, ବି ଯୁକ୍ତ ଲୋପ ଯୁକ୍ତ ଲ୍ୟପ, ହସତି ହସିଲା, ହେଲା। ତେଣୁ ସେ ତ ସିଂହ ଶିଶୁ, ଜୀବନ୍ତ ସିଂହ ଶିଶୁ ସହିତ ଖେଳୁଥିଲା ନା। ଇଏ ଯେତେବେଳେ ଗୋଟେ ପିତୁଳା ମାଟିର ପିତୁଳା ମୟୂରଟି ଆଣିକି ଦେଲେ, ସିଏ କୋଉଠି ତାକୁ ଭଲ ଲାଗିବ? ତେଣୁ ତାକୁ ଅପସନ୍ଦ ଲାଗିଲା ସେଟା, ନାଇଁ ପିଲାମାନେ? ତାହେଲେ ହସିଲା, ହେଲା। ତାହେଲେ କେମିତି ଲାଗିଲା ପାଠ? ନିଶ୍ଚିତ ଭାବରେ ବହୁତ ଆନନ୍ଦଦାୟକ ଅଛି ଏଇଟା ଷ୍ଟୋରିଟା। ତାହେଲେ ପୁଣି ଆର ପିରିୟଡକୁ ଆମେ ପଢିବା। ଆଜି ତାହେଲେ ଏଇଠି ରଖିବା, ହେଲା।